ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଆପଣମାନେ ଅଧ୍ୟୟନ କରିଥିବେ, ଜାଣି ମଧ୍ୟ ଥିବେ। କାରଣ ଆପଣମାନଙ୍କ ପାଖରେ ଆପଣମାନେ ଜାଣିଥିଲା ଶୁଣିଥିଲା ବାକ୍ୟ ଆପଣମାନଙ୍କ ପାଖରେ ବର୍ତ୍ତମାନ ଏହି ଭିଡ଼ିଓ ମାଧ୍ୟମରେ ପ୍ରକାଶ କରୁଅଛି। ଲେଖାଯାଏ ମାତିଉ ଲିଖିତ ସୁସମାଚାର ତାର 7 ପର୍ବ ତାର 1 ଏବଂ 2 ପଦ ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି। এই ଜାଗାରେ ଲେଖାଯାଏ ତୁମ୍ଭେମାନେ, ଅର୍ଥାତ୍ এই ଜାଗାରେ ବହୁ ବଚନ ବିଷୟରେ ଲେଖାଯାଏ, ଏକ ବଚନ ନୁହେଁ। ଆପଣମାନେ ବୁଝିବା ଦରକାର। ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ ଆପଣମାନେ ବୁଝିବା ଦରକାର। এই ଜାଗାରେ ଜଣେ ବ୍ୟକ୍ତିକୁ କୁହାଯାଉ ନାହିଁ, এই ଜାଗାରେ ବହୁତ ଜଣ ବ୍ୟକ୍ତିଙ୍କୁ କୁହାଯାଉଅଛି ତୁମ୍ଭେମାନେ ଯେପରି ବିଚାରିତ ନ ହେବ ଏଥିପାଇଁ ବିଚାର କର ନାହିଁ। ଯଦି ଆମେମାନେ ଗୋଟେ ବ୍ୟକ୍ତିଙ୍କୁ ଯଦି ବିଚାର କରୁଛୁ ତାହେଲେ ବିଚାର କରିବା ପୂର୍ବରୁ ଆମେମାନେ ଜାଗ୍ରତ ହେବା ଦରକାର। ଗୋଟିଏ ଯଦି କାର୍ଯ୍ୟ କରୁଛୁ, କାର୍ଯ୍ୟ କରିବା ପୂର୍ବରୁ ସେ କାର୍ଯ୍ୟ ଠିକ୍ ନା ଭୁଲ ଭାବି ଚିନ୍ତିକି ଆମେମାନେ ଗୋଟିଏ କାର୍ଯ୍ୟ କରିବା ଦରକାର। ଯେକୌଣସି କାର୍ଯ୍ୟ ହଉ ଭାବି ଚିନ୍ତିକି ଆମେମାନେ କରିବା ଦରକାର, ଏ ବିଷୟ ଠିକ୍ ନା ଭୁଲ। କାରଣ ଲେଖାଯାଏ ତୁମେମାନେ ଯେପରି ବିଚାରିତ ନ ହେବ ଏଥିପାଇଁ ବିଚାର କର ନାହିଁ। କାରଣ ଯେଉଁ ବିଚାରରେ ବିଚାର କର ସେହି ବିଚାରରେ ତୁମେମାନେ ବିଚାରିତ ହେବ। ପୁଣି ଯେଉଁ ମାପରେ ମାପ କର ସେଇ ମାପରେ ତୁମମାନଙ୍କୁ ମପାଇ ଦିଆଯିବ। ଏମିତି ଲେଖାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଲେଖାଯାଏ ପୁଣି ବିଚାର କର ନାହିଁ, ତାହେଲେ ତୁମେମାନେ ବିଚାରିତ ହେବ ନାହିଁ। ଦୋଷୀ କର ନାହିଁ, ତାହେଲେ ତୁମେମାନେ ଦୋଷୀକୃତ ହେବ ନାହିଁ। କ୍ଷମା କର, ତାହେଲେ ତୁମମାନଙ୍କୁ କ୍ଷମା ଦିଆଯିବ। ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ, ବର୍ତ୍ତମାନ ସମୟରେ ଅନେକ ମଣ୍ଡଳୀରେ ଯଦି ଦେଖିବେ ତାହେଲେ ମଣ୍ଡଳୀର ଲୋକମାନେ ଆର ବିରୁଦ୍ଧରେ ତାକୁ, ତାର ବିରୁଦ୍ଧରେ ତାକୁ। ଏବଂ ପ୍ରଭୁ ଯୀଶୁଙ୍କର ପ୍ରିୟ ଦାସମାନଙ୍କ ବିଷୟରେ ମଧ୍ୟ ଦେଖିବେ ଏମିତି ଲୋକମାନେ ମଧ୍ୟ ଅଛନ୍ତି, ଆର ବିଷୟକୁ ତାକୁ, ତାର ବିଷୟକୁ ତାକୁ। ଅର୍ଥାତ୍ ଜଣେ ବ୍ୟକ୍ତିଙ୍କ ବିଷୟରେ ଚର୍ଚ୍ଚା। ଏବଂ ଯଦି ଆପଣମାନେ ୟୁଟ୍ୟୁବ୍ ଭିଡ଼ିଓ ମାଧ୍ୟମରେ ଯଦି ଦେଖିବେ ପ୍ରଭୁଙ୍କର ପ୍ରିୟ ଦାସମାନେ ମଧ୍ୟ ଅଛନ୍ତି, ଖ୍ରୀଷ୍ଟୀୟ ବିଶ୍ୱାସିନୀ ମାନେ ମଧ୍ୟ ଅଛନ୍ତି। ଆର ବିରୁଦ୍ଧରେ ଭାବି ନିଅନ୍ତୁ, ଜଣେ ବ୍ୟକ୍ତି ଯଦି ଗୋଟିଏ ବିଷୟକୁ ଯଦି ଭିଡ଼ିଓ ବନାଇଲା, ଅପଲୋଡ଼ କଲା, ସେ ବ୍ୟକ୍ତିଙ୍କ ବିଷୟରେ ଆଉ ଗୋଟିଏ ବ୍ୟକ୍ତି ପ୍ରକାଶ କରିବ, ତାର ବିରୁଦ୍ଧରେ ପ୍ରକାଶ କରିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଥିପାଇଁ ଲେଖାଯାଏ ଯଦି ଆମେମାନେ ଗୋଟେ ବ୍ୟକ୍ତିଙ୍କ ବିରୁଦ୍ଧରେ ଯଦି ଭିଡ଼ିଓ ବନାଉଛୁ ତାହେଲେ ସେ ମଧ୍ୟ ନିହାତି ଭାବରେ ଆମ ବିରୁଦ୍ଧରେ ବନେଇବ। ଏଇ ଜାଗାରେ ତ ଏମିତି ଲେଖାଯାଇଅଛି, କାରଣ ଯେଉଁ ମାପରେ ମାପ କରେ ସେଇ ମାପରେ ତୁମମାନଙ୍କୁ ମପାଇ ଦିଆଯିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝନ୍ତୁ, ବର୍ତ୍ତମାନ ସମୟରେ ୟୁଟ୍ୟୁବ୍ ଦୁନିଆରେ ମଧ୍ୟ ଲୋକମାନଙ୍କ ବିରୁଦ୍ଧରେ ଲୋକମାନେ ଭିଡ଼ିଓ ବନାଉଛନ୍ତି। ସେଥିପାଇଁ ସେମାନଙ୍କ ବିରୁଦ୍ଧରେ ଲୋକମାନେ ଭିଡ଼ିଓ ବନାଉଛନ୍ତି। ଏବଂ ଏମିତି ପ୍ରଭୁଙ୍କର ପ୍ରିୟ ଲୋକମାନେ ମଧ୍ୟ ଅଛନ୍ତି ୟୁଟ୍ୟୁବ୍ରେ, ପ୍ରଭୁଙ୍କର ପ୍ରିୟ ବିଶ୍ୱାସିନୀ ମାନେ ମଧ୍ୟ ଅଛନ୍ତି। ସେମାନେ ପଇସା ରୋଜଗାର କରିବା ପାଇଁ ୟୁଟ୍ୟୁବ୍ରେ କିଛି ବିଷୟ ନ ମିଳିଲେ ଲୋକଙ୍କ ଭିଡ଼ିଓକୁ ଅପଲୋଡ଼ କରନ୍ତି, ତାର ବିରୁଦ୍ଧରେ ଚର୍ଚ୍ଚା କରନ୍ତି। ସେମାନେ ଦୋକାନ ଖୋଲିକି ବସିଛନ୍ତି, କିନ୍ତୁ ଏ ବିଷୟ କହିବା ଠିକ୍ ନୁହେଁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଯଦି ଜାଣିଛନ୍ତି ତାହେଲେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଥିବା ବିଷୟ ଆପଣମାନେ ପ୍ରକାଶ କରନ୍ତୁ। ୟୁଟ୍ୟୁବ୍ ମାଧ୍ୟମରେ ଲୋକମାନେ ମଧ୍ୟ ଜାଣିପାରନ୍ତୁ, ଲୋକମାନେ ମଧ୍ୟ ଶିଖିପାରନ୍ତୁ।
କିନ୍ତୁ ଆଉ ଗୋଟିଏ ବିଷୟ, ଯଦି ବାଇବଲ ସମ୍ବନ୍ଧୀୟ ଜଣେ ବ୍ୟକ୍ତି ଯଦି ଭୁଲ କହୁଛି, ତାହେଲେ ସେଇ ବ୍ୟକ୍ତିକୁ ଆମେ ସମସ୍ତ ଲୋକ ଅର୍ଥାତ୍ ସମସ୍ତଙ୍କ ପାଖରେ ଆମେମାନେ ସେଇ ବ୍ୟକ୍ତିଙ୍କୁ ତୁମେ ଭୁଲ କହୁଅଛ ବୋଲି କହିବା ଦରକାର। କିନ୍ତୁ ତା ପଛରେ ଆମେମାନେ କହିବା ଦରକାର ନୁହେଁ, ତାର ସମ୍ମୁଖରେ କହିବା ଦରକାର ଏବଂ ସମସ୍ତ ଲୋକଙ୍କ ପାଖରେ କହିବା ଦରକାର। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ, ସେ এই ଜାଗାରେ ଲେଖାଯାଏ, କାରଣ ଯେଉଁ ବିଚାରରେ ବିଚାର କରେ ସେ ବିଚାରରେ ତୁମେମାନେ ବିଚାରିତ ହେବ, ପୁଣି ଯେଉଁ ମାପରେ ମାପ କରେ ସେଇ ମାପରେ ତୁମମାନଙ୍କୁ ମପାଇ ଦିଆଯିବ। ଭାବି ନିଅନ୍ତୁ, ମୁଁ ଜଣେ ବ୍ୟକ୍ତିଙ୍କ ବିଷୟରେ ଯଦି ଚର୍ଚ୍ଚା କଲି, ଖରାପ ବିଷୟ କହିଲି, ସେ ବ୍ୟକ୍ତି ଯଦି ଶୁଣିବ ତାହେଲେ ମୋ ବିଷୟରେ ସେ କହିବ। ଯଦି ଆପଣମାନେ ସାଇ ପଡ଼ିଶାରେ ମଧ୍ୟ ଯଦି ଦେଖିବେ, ତାହେଲେ ଗୋଟିଏ ଜାଗାରେ ଏକତ୍ରିତ ହେଲା ପରେ ଜଣେ ବ୍ୟକ୍ତିଙ୍କ ବିଷୟରେ ଚର୍ଚ୍ଚା କରନ୍ତି। ସେଇ ବ୍ୟକ୍ତି ସେମିତି ସେମିତି ଏମିତି ଧମକ ଅନେକ ପ୍ରକାର କଥା କହନ୍ତି। ତେଣୁ ସେଇ ବ୍ୟକ୍ତିଙ୍କୁ ମଧ୍ୟ, ଯେଉଁ ବ୍ୟକ୍ତି କହିଅଛି ସେଇ ବ୍ୟକ୍ତିଙ୍କୁ ମଧ୍ୟ ପରେ କୁହାଯିବ। ସେଥିପାଇଁ ଲେଖାଯାଏ, ସବୁ ପାଇଁ ସବୁ ସମୟ ଅଛି, ସବୁ ପାଇଁ ସମୟ ଅଛି। ଆପଣମାନେ ଲୋକମାନଙ୍କୁ ଯେମିତି ବ୍ୟବହାର କରନ୍ତୁ ବୋଲି ଇଚ୍ଛା କରୁଅଛୁ, ଆପଣଙ୍କ ପ୍ରତି ଲୋକମାନେ ଯେମିତି ବ୍ୟବହାର କରନ୍ତୁ ବୋଲି ଇଚ୍ଛା କରୁଅଛୁ, ସେମିତି ଆପଣମାନେ ଲୋକମାନଙ୍କୁ ବ୍ୟବହାର କରନ୍ତୁ। ତେବେ ସେଇ ଲୋକମାନେ ଆପଣଙ୍କୁ ଠିକ୍ ବ୍ୟବହାର କରିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେମାନେ ଯଦି ଅନ୍ୟର ବିଚାର କରୁଛୁ, ଅନ୍ୟର କମିଆ ଯଦି ଆମେମାନେ ଖୋଜୁଛୁ, ତାହେଲେ ଖୋଜିବା ପୂର୍ବରୁ, ଲୋକଙ୍କର ବିଚାର କରିବା ପୂର୍ବରୁ ଆମେମାନେ ସଠିକ୍ ବିଷୟ ଜାଣିବା ଦରକାର। ନହେଲେ ଆମେମାନେ ଲୋକମାନଙ୍କ ବିଷୟରେ ଆମେ କହିବା ଭଲ ହେବ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏ ବିଷୟରେ ବହୁତ କିଛି କହିନାହିଁ, ଏତିକି ମାତ୍ର କହିଅଛି, ଆପଣମାନେ ବୁଝନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ ବ୍ୟକ୍ତିଙ୍କ ବିଷୟକୁ ଅର୍ଥାତ୍ ଜଣେ ବ୍ୟକ୍ତିଙ୍କ ବିଷୟରେ କହିବା ପୂର୍ବରୁ ଆମେମାନେ ଭାବି ଚିନ୍ତିକି କହିବା ଦରକାର। କାରଣ ଏଇ ଜାଗାରେ ଲେଖାଯାଏ, ତୁମମାନେ ଯେପରି ବିଚାରିତ ନ ହେବ ଏଥିପାଇଁ ବିଚାର କର ନାହିଁ। ଆମେ ବିଚାର କରିବା ପାଇଁ କିଏ? ପରମେଶ୍ୱର ବିଚାର କରିବେ। ଆମେ ମାତ୍ର ମନୁଷ୍ୟ, ମାତ୍ର କୀଟ ସ୍ୱରୂପ ମନୁଷ୍ୟ ଅଟୁ। ପରମେଶ୍ୱର ସମସ୍ତଙ୍କୁ ବିଚାର କରିବେ। ଆମେ କାହିଁକି ଲୋକମାନଙ୍କୁ ବିଚାର କରିବା? କିନ୍ତୁ ଲୋକମାନଙ୍କୁ ବର୍ତ୍ତମାନ ସମୟରେ ଆପଣମାନେ ଯେତିକି ଶିକ୍ଷା ଦେଲେ ମଧ୍ୟ ଆପଣମାନେ ଶୁଣିବେ ନାହିଁ, ବୁଝିବେ ନାହିଁ। ଘୁଷୁରୀ ସଦୃଶ୍ୟ, ଘୁଷୁରୀ ସଦୃଶ୍ୟ ଆପଣମାନେ ଲୋକମାନଙ୍କୁ ଯେତେ ଶିକ୍ଷା ଦେଲେ ମଧ୍ୟ, ଯେତେ ସଠିକ୍ ଶିକ୍ଷା ଦେଲେ ମଧ୍ୟ ସେମାନେ ଆପଣଙ୍କର ଶିକ୍ଷାକୁ ଖରାପ ବୋଲି କହିବେ। ଯେଉଁମାନେ ଖରାପ ଶିକ୍ଷା ଦିଅନ୍ତି ସେମାନଙ୍କୁ ସଠିକ୍ ବୋଲି କହିବେ। କାରଣ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଏ, ବର୍ତ୍ତମାନ ସମୟରେ ସତ୍ୟ ଘଟଣା ପ୍ରତି ମନ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। ଏବଂ ଲୋକମାନଙ୍କୁ ଯଦି ସତ୍ୟ ବିଷୟ ଯଦି କୁହାଯାଏ ତାହେଲେ ଏଇ ଜାଗାରେ ବାଧିବ, କିନ୍ତୁ ଭଲ ବିଷୟ ଖରାପ ବିଷୟ ଯଦି କୁହାଯାଏ ତାହେଲେ ସେମାନଙ୍କର କାନକୁ ସୁନ୍ଦର ଲାଗିବ, ଆନନ୍ଦ ଲାଗିବ। ଏବଂ ବର୍ତ୍ତମାନ ସମୟରେ ଏମିତି ଶିକ୍ଷକମାନେ ମଧ୍ୟ ଖୋଜୁଛନ୍ତି ଲୋକମାନେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେମାନେ ଯେପରି ବିଚାରିତ ନ ହେବା, ଏଥିପାଇଁ ଲୋକମାନଙ୍କୁ ବିଚାର ନ କରିବା, ଭଲ ବଦଳେ ଭଲ କରିବା। ଯଦି ଜଣେ ବ୍ୟକ୍ତି ଯଦି ମନ୍ଦ କରୁଅଛି, ତାକୁ ଆମେମାନେ କହିବା ଦରକାର, ଶିଖାଇବା ଦରକାର। এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।